ସମସ୍ତ ପିଲାମାନଙ୍କୁ ଶୁଭ ଅଭିନନ୍ଦନ। ଗତ ଶ୍ରେଣୀରେ ଆମେ ଆଲୋଚନା କରୁଥିଲେ ତୁମର ସେହି ପଦାର୍ଥ ସମ୍ପର୍କରେ। ପଦାର୍ଥ କାହାକୁ କୁହାଯାଏ, ପଦାର୍ଥ କେତେ ପ୍ରକାର। ଆଜି ଆମେ ସେହି ପଦାର୍ଥ ସମ୍ପର୍କରେ ଆଉ କିଛି ଆଲୋଚନାକୁ ଆଗେଇ ନେବା। ତେଣୁ ଆସ ମନ ଦେଇକି ଶୁଣିବା। ଏଇ ପଦାର୍ଥ ସାଧାରଣତଃ ତୁମର ଦୈନନ୍ଦିନ ଜୀବନରେ ତୁମେ ଦେଖିଥାଅ। ଯେତେବେଳେ ତୁମର ଅତ୍ୟଧିକ ଗରମ ହୁଏ ସେତେବେଳେ ତୁମେ ମାଆକୁ କହିକି ଫ୍ରିଜ୍ ଭିତରୁ ବରଫ ଖଣ୍ଡେ ବାହାର କରିକି ଆଣ ଏବଂ ତାକୁ ତୁମେ ପାଟିରେ ପୁରାଅ। ଆଇସ୍କ୍ରିମ୍ ବାଲା ଯେତେବେଳେ ଗାଁରେ ବୁଲିକି ଆଇସ୍କ୍ରିମ୍ ବିକ୍ରି କରୁଥାଏ ସେତେବେଳେ ମଧ୍ୟ ତୁମେ ଆଇସ୍କ୍ରିମ୍ଟିଏ କିଣି ଆଣ ଏବଂ ତାକୁ ତୁମେ ଖାଇଥାଅ। ତ ଏଇ ଆଇସ୍କ୍ରିମ୍ଟି ହେଉଛି ବା ବରଫ ଖଣ୍ଡିଏ ହେଉଛି ଜଳର ଗୋଟିଏ ଅବସ୍ଥା। ଯେତେବେଳେ ଆମେ ଖାଦ୍ୟ ଖାଉ ତାପରେ ଆମେ ଜଳ ପିଇଥାଉ ବା ପାଣିକୁ ଆମେ ପିଇଥାଉ। ପାଣି ମଧ୍ୟ ହେଉଛି ଗୋଟିଏ ଅବସ୍ଥା ଏବଂ ସେହି ପାଣିକୁ ଯେତେବେଳେ କେଟଲି ଭିତରେ ଭର୍ତ୍ତି କରିକି ଆମେ ଚା ତିଆରି କରୁ, କଫି ତିଆରି କରୁ, ସେତେବେଳେ କେଟଲିର ମୁହଁ ଦେଇକି ଯେଉଁ ବାଷ୍ପ, ଯେଉଁ ଧୂଆଁ ବାହାରି ଆସେ ତା ମଧ୍ୟ ହେଉଛି ଗୋଟିଏ ଅବସ୍ଥା। ତେଣୁ ପଦାର୍ଥର ଅବସ୍ଥା ତିନୋଟି ରହିଛି। ଗୋଟିଏ ହେଉଛି ଆମେ କଠିନ ବୋଲି କହିଥାଉ, ଗୋଟେ ହେଉଛି ତରଳ, ଗୋଟେ ହେଉଛି ଗ୍ୟାସୀୟ। ଏହି ତିନି ଅବସ୍ଥା ଆମେ ପ୍ରତ୍ୟେକ ଜିନିଷର ଆମେ ଦେଖିବାକୁ ପାଇଥାଉ। ଜଳକୁ ଆମେ ପାନ କରିଥାଉ, ବରଫକୁ ଆମେ ଧରିପାରୁ ଏବଂ ଗ୍ୟାସୀୟ ପଦାର୍ଥକୁ ଆମେ ଧରିପାରୁନାହୁଁ। ବରଫର ନିର୍ଦ୍ଦିଷ୍ଟ ଆକାର ରହିଛି, ନିର୍ଦ୍ଦିଷ୍ଟ ଆୟତନ ରହିଛି, ନିର୍ଦ୍ଦିଷ୍ଟ ଓଜନ ରହିଛି। ଜଳର ଓଜନ ରହିଛି କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନାହିଁ କି ନିର୍ଦ୍ଦିଷ୍ଟ ଆୟତନ ମଧ୍ୟ ନାହିଁ। ଏବଂ ବାଷ୍ପୀୟ ପଦାର୍ଥର ଓଜନ ରହିଛି କିନ୍ତୁ ୟାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ କି ନିର୍ଦ୍ଦିଷ୍ଟ ଆୟତନ ନାହିଁ। କାରଣ ପିଲାମାନେ ଜାଣିଥିବ, ପ୍ରତ୍ୟେକ ପଦାର୍ଥ କିଛି ଅଣୁ ଏବଂ ପରମାଣୁରେ ତିଆରି। ତୁମେ ଏଇ ତଳେ ଦେଖିପାରୁଥିବ ପରମାଣୁ ଗୁଡ଼ିକ କିପରି ପରସ୍ପରକୁ ଭିଡ଼ି ଭିଡ଼ି ରହିଛି। ତାଙ୍କ ଭିତରେ କୌଣସି ପ୍ରକାର ଗ୍ୟାପ୍ ନାହିଁ। ତେଣୁ ଏହିପରି ପରମାଣୁ ଯେଉଁ ପଦାର୍ଥରେ ସଜ୍ଜିତ ହୋଇକି ରହିଥାଏ ସେହି ପଦାର୍ଥକୁ ଆମେ କଠିନ ପଦାର୍ଥ ବୋଲି କହିଥାଉ। ବର୍ତ୍ତମାନ ଦ୍ୱିତୀୟ ବିକରକୁ ପଳାଇ ଆସ। ଏଇଠି ଯେଉଁ ପରମାଣୁ ରହିଛି କିଛିଟା ସେମାନଙ୍କର ମଧ୍ୟରେ ଦୂରତା ରହିଛି, ପରସ୍ପର ଠାରୁ ସେମାନେ ଅଳ୍ପ ଦୂରେଇ ରହିଛନ୍ତି, ତାଙ୍କ ଭିତରେ କିଛି କିଛି ଫାଙ୍କ ରହିଛି। ତ ଏହିପରି ପଦାର୍ଥ, ଏହିପରି ପରମାଣୁର ସଜ୍ଜା ବା ସଜ୍ଜୀକରଣ ଯେଉଁ ପଦାର୍ଥରେ ଦେଖାଯାଏ ସେହି ପଦାର୍ଥ ଗୁଡ଼ିକୁ ତରଳ ପଦାର୍ଥ କୁହାଯାଏ। ଏବଂ ତୃତୀୟ ଚିତ୍ରଟିକୁ ଦେଖ। ଏହି ଚିତ୍ରରେ ପରମାଣୁ ଗୁଡ଼ିକ ପରସ୍ପର ଠାରୁ ଅନେକ ଦୂରରେ ରହିଛନ୍ତି। ସେମାନେ ଖୋଲା ଅବସ୍ଥାରେ ରହିଛନ୍ତି, ମୁକ୍ତ ଅବସ୍ଥାରେ ରହିଛନ୍ତି, ତାଙ୍କୁ ଧରି ହେବ ନାହିଁ। ପରସ୍ପର ସହିତ ସେମାନେ କେବେ ହେଲେ ସଂଯୁକ୍ତ ହେଉନାହାନ୍ତି। ତେଣୁ ଏହିପରି ପଦାର୍ଥ, ଏହିପରି ପରମାଣୁ ବା ଅଣୁ ଯେଉଁ ପଦାର୍ଥରେ ଥାଏ ସେମାନଙ୍କୁ ଆମେ ଗ୍ୟାସୀୟ ପଦାର୍ଥ ବୋଲି ସାଧାରଣତଃ କହିଥାଉ। ତାପରେ ପିଲାମାନେ ଆଉ ଗୋଟେ ଦେଖ, ତରଳ ପଦାର୍ଥର ଆଉ ଗୋଟେ ଗୁଣ ରହିଛି, ସେ ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ଗତି କରିପାରେ। ତୁମେ ଦେଖ, ଯେତେବେଳେ ଝରଣାର ଜଳ ତା ମୁହଁରୁ ବାହାରି ଆସୁଛି ସେ ଆଉ ଉପର ଆଡ଼କୁ ଯାଏନି, ସେ ତଳକୁ ଗତି କରିକି ସେ ନଈ ସହିତ ଆସି ମିଶେ ଏବଂ ନଦୀରେ ଯେଉଁ ଜଳ ରହିଛି ସିଏ ମଧ୍ୟ ତାର ନିମ୍ନ ଶଯ୍ୟାକୁ ବହି ଯାଇକି ସାଗର ସହିତ ମିଶି ରହିଥାଏ। ତୁମେ ଗୋଟେ ଗ୍ଲାସ୍ ପାଣିକୁ ଯଦି ତୁମେ ଢାଳି ଦେବ ସେ କେବେ ହେଲେ ଉପରକୁ ଯିବ ନାହିଁ, ସେ ତଳ ଆଡ଼କୁ ହିଁ ଗତି କରିବ। ତେଣୁ ଏଇଟା ମଧ୍ୟ ହେଉଛି ଗୋଟେ ଆମର ତରଳ ପଦାର୍ଥର ଗୁଣ। ବର୍ତ୍ତମାନ ଆମେ ଦେଖିବା କଠିନ ପଦାର୍ଥର ଆଉ ଗୋଟିଏ ଗୁଣ ରହିଛି ଯାହାକୁ ଆମେ ଊର୍ଦ୍ଧ୍ୱପାତନ ବୋଲି କହିଥାଉ। ଊର୍ଦ୍ଧ୍ୱପାତନ କ'ଣ? କିଛି ପଦାର୍ଥ ରହିଛି, ତୁମେ ଦେଖ, ଯେମିତି ଗୋଟେ ଲୁହା ଖଣ୍ଡ, ସିଏ ଗୋଟେ କଠିନ ପଦାର୍ଥ। ତାକୁ ଯଦି ଆମେ ଅତ୍ୟଧିକ ଗରମ କରିଦେବା
ସେ ତରଳ ଅବସ୍ଥାକୁ ଆସିଯାଉଛି। ପୁଣି ସେଇ ତରଳ ପଦାର୍ଥକୁ ଆମେ ଯଦି ଅତ୍ୟଧିକ ଗରମ କରିଦେବା ତାହା ଗ୍ୟାସୀୟ ଅବସ୍ଥାରେ ରୂପାନ୍ତରିତ ହେଉଛି। ଯେମିତି ବରଫ ହେଉଛି ଜଳର ଗୋଟିଏ କଠିନ ଅବସ୍ଥା। ଏହି କଠିନ ଅବସ୍ଥାକୁ ଆମେ ଯଦି ତାପ ପ୍ରୟୋଗ କରିବା, ସେଇ କଠିନ ଅବସ୍ଥାରେ ଆମେ ଯଦି ତାକୁ ତାପ ପ୍ରୟୋଗ କରିବା, ସେ ତରଳିଯିବ। ଅଳ୍ପ ସମୟ ମଧ୍ୟରେ ସେ ତରଳ ଅବସ୍ଥା ଧାରଣ କରିବ ଏବଂ ସେହି ତରଳ ବା ଜଳକୁ ଯଦି ଆମେ ଗରମ କରିବା, ଉତ୍ତପ୍ତ କରିଦେବା, ସେ ଗ୍ୟାସୀୟ ଆକାର ଧାରଣ କରେ। କିନ୍ତୁ କିଛି କଠିନ ପଦାର୍ଥ ରହିଛି, ସବୁ କଠିନ ପଦାର୍ଥକୁ ଗରମ କଲେ ତାହା ତରଳ ଅବସ୍ଥାକୁ ଆସେ ନାହିଁ। ଯେମିତି ଗନ୍ଧ କର୍ପୂର ତୁମେ ଦେଖିଥିବ ପିଲାମାନେ, ତୁମର ଆୟୋଡ଼ିନ୍ ଦେଖିଥିବ ପିଲାମାନେ, এইଗୁଡ଼ା ସବୁ ହେଉଛି ଗୋଟେ ଗୋଟେ କଠିନ ପଦାର୍ଥ। କିନ୍ତୁ ସେଇ ଗନ୍ଧ କର୍ପୂର କୁହ, ଆୟୋଡ଼ିନ୍ କୁହ, ଏସବୁ ପଦାର୍ଥକୁ ତୁମେ ଯଦି ଗରମ କରିଦେବ, ସେ ସିଧାସଳଖ ବାଷ୍ପରେ ପରିଣତ ହୁଏ, ସେ କେବେ ହେଲେ ତରଳ ଅବସ୍ଥାକୁ ଆସେ ନାହିଁ। ତେଣୁ ପୁସ୍ତକରେ ତୁମର ଏଇ ପରୀକ୍ଷଣଟି ରହିଛି, ତାକୁ ଠିକ୍ ଭାବରେ ତୁମେ ଦେଖିବ। ଏଇଠି ଆମେ ଗୋଟେ ଷ୍ଟିଲ୍ ଗିନା ନେବା, ଗୋଟେ ଷ୍ଟାଣ୍ଡ ନେବା, ଷ୍ଟାଣ୍ଡରେ ବୁନସେନ୍ ବର୍ଣ୍ଣର ବା ଗୋଟିଏ ସ୍ପିରିଟ୍ ଲ୍ୟାମ୍ପ ଲାଗିଥିବ। ତାପରେ ଗୋଟେ ଷ୍ଟିଲ୍ର ଗିନା ନେବା, এই ଗିନା ଭିତରେ କିଛି ଗନ୍ଧ କର୍ପୂର ଆମେ ରଖିବା ଏବଂ ଗନ୍ଧ କର୍ପୂର ରଖି ଗୋଟେ ଫନେଲ୍ ବା ଗୋଟେ ଚୁଙ୍ଗା, ଯାହାକୁ ତୁମେ କୁହ ଫାନେଲ୍, କାଚର ଫାନେଲ୍କୁ ଆମେ ତାକୁ ଓଲଟାଇ ରଖିବା ଏବଂ ଫାନେଲ୍ର ମୁହଁରେ କିଛି ଓଦା ତୁଳାକୁ ଆମେ ରଖିବା ଏବଂ এই ଗନ୍ଧ କର୍ପୂରକୁ ଆମେ ଗରମ କରିବା। ଗରମ କରିଲା ମାତ୍ରେ ତୁମେ ଦେଖିବ ଇଏ ତରଳ ଅବସ୍ଥାକୁ ଆସୁନାହିଁ, ସେ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ଆସିକି ଏଇ ଫନେଲ୍ର ଯେଉଁ ଧାରରେ ଲାଗିକି ରହିବ ଏବଂ ସେ ଥଣ୍ଡା ହେଲା ପରେ ଆମେ ଦେଖିବା ଯେଉଁ ଗନ୍ଧ କର୍ପୂରକୁ କଠିନ ଅବସ୍ଥାରେ ଆମେ ଗରମ କରିଥିଲେ, ସେ ବାଷ୍ପୀୟ ଅବସ୍ଥା ପରେ ସେ ଥଣ୍ଡା ହେବ ଏବଂ ସେଇ କଠିନ ଅବସ୍ଥାରେ ହିଁ ରୂପାନ୍ତରିତ ହେବ। ତେଣୁ ଗନ୍ଧ କର୍ପୂର ଏପରି ଏକ ପଦାର୍ଥ, ତାକୁ ଗରମ କଲେ ସିଧାସଳଖ ସେ ବାଷ୍ପରେ ପରିଣତ ହୁଏ ଏବଂ ସେ ବାଷ୍ପକୁ ଥଣ୍ଡା କଲେ ସେ ସିଧାସଳଖ ସେ କଠିନ ଅବସ୍ଥାକୁ ଆସିଯାଏ। ତ ଏହିପରି କିଛି ଯେଉଁ ପଦାର୍ଥ ରହିଛି, ଏହି ପଦାର୍ଥର ରୂପାନ୍ତରୀକରଣକୁ ଆମେ ଊର୍ଦ୍ଧ୍ୱପାତନ ବୋଲି ସାଧାରଣତଃ କହିଥାଉ। ତ ଊର୍ଦ୍ଧ୍ୱପାତନ ହେଉଛି ଅନ୍ତରୂପାନ୍ତରଣ। ଅନ୍ତରୂପାନ୍ତରଣ କହିଲେ ଆମେ ଗୋଟିଏ ପଦାର୍ଥକୁ ଗରମ କଲେ ବା ଉତ୍ତାପ ପ୍ରୟୋଗ କଲେ ସେ ତରଳ ଅବସ୍ଥାକୁ ଆସେ, ପୁଣି ସେହି ତରଳ ପଦାର୍ଥକୁ ଉତ୍ତାପ୍ତ କଲେ ବା ଗରମ କଲେ ତାହା ଗ୍ୟାସୀୟ ପଦାର୍ଥରେ ରୂପାନ୍ତରିତ ହୁଏ। ପିଲାମାନେ, এই ଚିତ୍ରରେ ତୁମେ ଦେଖ ପଦାର୍ଥର 3 ସାଧାରଣ ଅବସ୍ଥାର ଅନ୍ତରୂପାନ୍ତରଣ ତୁମେ ଦେଖିପାରୁଛ। এইটি ଗୋଟେ କଠିନ ପଦାର୍ଥ, ଯେକୌଣସି ଆମେ କଠିନ ପଦାର୍ଥ ନେବା, এই କଠିନ ପଦାର୍ଥକୁ ଆମେ ଯେତେବେଳେ ଗରମ କରିବା, ତାପ ପ୍ରୟୋଗ କରିବା, ସେ ସିଧାସଳଖ ଊର୍ଦ୍ଧ୍ୱପାତନ ପ୍ରଣାଳୀରେ ଗ୍ୟାସୀୟ ଅବସ୍ଥାରେ ପରିଣତ ହେବ ଏବଂ ସେହି ଗ୍ୟାସୀୟ ପଦାର୍ଥକୁ ଥଣ୍ଡା କଲେ ବା ଘନୀକରଣ କଲେ ସେ ପୁଣି କଠିନ ପଦାର୍ଥରେ ପରିଣତ ହେବ। ଠିକ୍ ସେହିପରି এইটি ଦେଖ, এই ଯେଉଁ କଠିନ ପଦାର୍ଥ ରହିଛି ତାକୁ ଗଳନ କଲେ ବା ଗରମ କଲେ, ଉତ୍ତାପ ପ୍ରୟୋଗ କଲେ ସେ ତରଳ ପଦାର୍ଥରେ ପରିଣତ ହେବ ଏବଂ ସେହି ତରଳ ପଦାର୍ଥକୁ ଅତିଶୟ ଶୀତଳୀ କଲେ ବା ଥଣ୍ଡା କଲେ ପୁଣି ତାହା କଠିନ ପଦାର୍ଥରେ ପରିଣତ ହେବ। ଠିକ୍ ସେହିପରି ତରଳ ପଦାର୍ଥକୁ ଦେଖ, ତୁମେ ଯଦି ସ୍ଫୁଟନ ବା ବାଷ୍ପୀକରଣ ପ୍ରଣାଳୀରେ ତାକୁ, ବା ସ୍ଫୁଟନ କହିଲେ ତୁମେ ପିଲା ଯେଉଁ ତାପମାତ୍ରାରେ ଜଳ ଫୁଟିବାକୁ ଆରମ୍ଭ କରେ, ଗୋଟିଏ ତରଳ ପଦାର୍ଥ ଫୁଟିବାକୁ ଆରମ୍ଭ କରେ, ତାକୁ ଜଳର ସ୍ଫୁଟନ ବୋଲି କୁହାଯାଏ। ସ୍ଫୁଟନାଙ୍କ ଯେଉଁ ତାପମାତ୍ରା ଆମେ ପ୍ରୟୋଗ କରୁ, ସେ ତାପମାତ୍ରାକୁ ଜଳର ସ୍ଫୁଟନାଙ୍କ ବୋଲି କୁହାଯାଏ। ଯେପରି 100 ଡିଗ୍ରୀ ସେଲସିୟସ୍ ବା 100 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଜଳ ଫୁଟିବାକୁ ଆରମ୍ଭ କରେ, ତେଣୁ ଜଳର ସ୍ଫୁଟନ ହେଉଛି 100 ଡିଗ୍ରୀ ସେଲସିୟସ୍। ତ ଯାହା ବି ହେଉ, এই ତରଳ ପଦାର୍ଥକୁ ଆମେ ଯେତେବେଳେ ଗରମ କରିବା, ସିଏ ସିଧାସଳଖ ଗ୍ୟାସୀୟ ପଦାର୍ଥରେ ପରିଣତ ହେବ। ତୁମେ ସକାଳେ ଦେଖୁଥିବ
ଯେତେବେଳେ ପୋଖରୀ ପାଖକୁ ଯିବ, ପୋଖରୀର ଜଳ ଦେଖ ବାଷ୍ପ ହୋଇକି ଉପରକୁ ଯାଉଥାଏ। କାହିଁକି ନା ବାୟୁମଣ୍ଡଳରେ ଯେଉଁ ତାପ ରହିଛି ସେଇ ତାପ ଦ୍ୱାରା ପ୍ରଭାବିତ ହୋଇ ଜଳର ଉପର ସ୍ତରର ବା ପୋଖରୀର ଉପର ସ୍ତରର ଜଳ ସେ ଗରମ ହୋଇ ବାଷ୍ପ ହେଉଥାଏ ଏବଂ ବାଷ୍ପୀକରଣ ପ୍ରକ୍ରିୟାଟା ଦିନ ରାତି ଚାଲିଥାଏ। କିନ୍ତୁ ସ୍ଫୁଟନ ତାକୁ ଆମେ ଯଦି ଗରମ କରିବା 100 ଡିଗ୍ରୀ ସେଲସିୟସ୍ ତାପମାତ୍ରା ପହଞ୍ଚିବା ପରେ ହିଁ ଜଳ ଫୁଟିବାକୁ ଆରମ୍ଭ କରେ। ତ ସେହିପରି ବିଭିନ୍ନ କଠିନ ପଦାର୍ଥର ସ୍ଫୁଟନାଙ୍କ ବିଭିନ୍ନ ରହିଛି ବା ଅଲଗା ଅଲଗା ରହିଛି। ତ ପରବର୍ତ୍ତୀ ଶ୍ରେଣୀରେ ତାହା ତୁମେ ଜାଣିବ। ତେଣୁ ଆମେ ଜାଣିଲୁ ତରଳ ପଦାର୍ଥକୁ ଆମେ ଯଦି ଉତ୍ତାପ ପ୍ରୟୋଗ କରିବା, ତରଳ ପଦାର୍ଥକୁ ଆମେ ଯଦି ଗରମ କରିବା ତାହା ଗ୍ୟାସୀୟ ପଦାର୍ଥରେ ପରିଣତ ହେବ ଏବଂ ଗ୍ୟାସୀୟ ପଦାର୍ଥକୁ ଯଦି ଆମେ ଅତ୍ୟଧିକ ଥଣ୍ଡା କରିବା, ଘନୀକରଣ କରିବା, ତାକୁ ଘନୀକରଣ ବୋଲି କୁହାଯାଏ, ତେବେ ତାହା ପୁଣି ତରଳ ପଦାର୍ଥରେ ପରିଣତ ହେବ। ତ ଏଇଥିରୁ ଆମେ କ'ଣ ଜାଣିଲୁ, କଠିନ ପଦାର୍ଥକୁ ତାପ ପ୍ରୟୋଗ କଲେ ସିଏ ବାଷ୍ପରେ ପରିଣତ ହୁଏ ବା ତରଳ ପଦାର୍ଥରେ ପରିଣତ ହୁଏ ଏବଂ ସେଇ ଗ୍ୟାସୀୟ ପଦାର୍ଥକୁ ଯଦି ଆମେ ଥଣ୍ଡା କରିବା ସେ କଠିନ ପଦାର୍ଥରେ ପରିଣତ ହେବ ବା ତରଳ ପଦାର୍ଥକୁ ଯଦି ଆମେ ଥଣ୍ଡା କରିବା ସେ କଠିନ ପଦାର୍ଥରେ ପରିଣତ ହୁଏ। ପିଲାମାନେ ବୁଝିଗଲ? ଠିକ୍ ସେହିପରି ତରଳ ପଦାର୍ଥକୁ ଯଦି ଆମେ ଗରମ କରିବା ସେ ଗ୍ୟାସୀୟ ପଦାର୍ଥରେ ପରିଣତ ହୁଏ, ପୁଣି ସେଇ ଗ୍ୟାସୀୟ ପଦାର୍ଥକୁ ଯଦି ଆମେ ଥଣ୍ଡା କରିବା ତାହା ପୁଣି ତରଳ ପଦାର୍ଥରେ ପରିଣତ ହୁଏ। ତୁମେ ଜାଣିଥିବ ବର୍ଷା କେମିତି ହେଉଛି। ପୃଥିବୀର ବିଭିନ୍ନ ଅଞ୍ଚଳରେ ଜଳ ଭରପୁର ହୋଇକି ରହିଛି। କୂଅ, ପୋଖରୀ, ନଦୀ, ଗାଡ଼ିଆ, ସମୁଦ୍ର, ପ୍ରତ୍ୟେକ ଜଳାଶୟ, ପ୍ରତ୍ୟେକ ଜାଗାରେ ଜଳ ଭରପୁର ହୋଇକି ରହିଛି। ସୂର୍ଯ୍ୟଙ୍କର ଉତ୍ତାପ ଯେତେବେଳେ ସେହି ଜଳରାଶି ଉପରେ ପଡ଼େ ସେତେବେଳେ ସେହି ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ସେ ଊର୍ଦ୍ଧ୍ୱଗାମୀ ହୁଏ, ଆକାଶକୁ ଯାଏ, ଉପରକୁ ଯାଏ ଏବଂ ଉପରେ ସେ ଶୀତଳ। ଆମେ ଜାଣିଛୁ ଯେତେ ଉପରକୁ ଆମେ ଯିବା ସେତେ ଥଣ୍ଡା ଅନୁଭବ କରିବା, ଯେତେ ତଳକୁ ଯିବା ସେତେ ଆମେ ଗରମ ଅନୁଭବ କରିବା। ତେଣୁ ଯେତେବେଳେ ସେହି ବାଷ୍ପ ଉପରକୁ ଯାଏ ଉପରେ ସିଏ ଥଣ୍ଡା ହୁଏ, ଘନୀକରଣ ହୁଏ ଏବଂ ଘନୀକରଣ ଫଳରେ ସେ ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୁଏ ଏବଂ ସେହି ଜଳବିନ୍ଦୁ ପରସ୍ପର ସହିତ ଯେତେବେଳେ ମିଶିକି ବଡ଼ ଜଳବିନ୍ଦୁରେ ପରିଣତ ହୁଏ, ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସେହି ଜଳବିନ୍ଦୁକୁ ଆକର୍ଷଣ କରେ ଏବଂ ସେହି ଆକର୍ଷଣ ଶକ୍ତି ଫଳରେ ଜଳ ଭୂପତିତ ହୁଏ, ମାନେ ବର୍ଷା ଆକାରରେ ତଳକୁ ଟପ୍ 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 ପଡ଼ିବାକୁ ଆରମ୍ଭ କରେ। ତ ପିଲାମାନେ ଏଇ ହେଉଛି ପଦାର୍ଥର 3 ସାଧାରଣ ଅବସ୍ଥାର ଅନ୍ତ ରୂପାନ୍ତରକରଣ। ତ ୟା ପରେ ଆମେ ଯିବା ଯେଉଁ ଯାହା କଥା ମୁଁ ତୁମକୁ କହୁଥିଲି ଯେ କୌଣସି କଠିନ ପଦାର୍ଥକୁ ତାପ ପ୍ରୟୋଗ କଲେ ସେ ତରଳରେ ପରିଣତ ହୁଏ ଏବଂ ତରଳକୁ ତାପ ପ୍ରୟୋଗ କଲେ ସେ ତୁମର ଗ୍ୟାସୀୟ ପଦାର୍ଥରେ ପରିଣତ ହୁଏ। ଠିକ୍ ସେହିପରି ଗ୍ୟାସୀୟ ପଦାର୍ଥକୁ ଥଣ୍ଡା କଲେ ତାହା ପୁଣି ତରଳ ପଦାର୍ଥରେ ପରିଣତ ହୁଏ, ତରଳ ପଦାର୍ଥକୁ ପୁଣି ଅତ୍ୟଧିକ ଶୀତଳୀକରଣ କଲେ ତାହା କଠିନ ପଦାର୍ଥରେ ପରିଣତ ହୁଏ। ଏହି କଥାଟା ଆମେ ଜାଣିଲୁ। କିନ୍ତୁ ଯେମିତି ଆମେ ଯେଉଁ କଥା ଗୁଡ଼ିକ ପୂର୍ବରୁ ଆଲୋଚନା କଲେ ସେହି କଥା ଗୁଡ଼ିକ ଏଠାରେ ମଧ୍ୟ ଦିଆଯାଇଛି, ତାକୁ ମଧ୍ୟ ତୁମେ ଠିକ୍ ଭାବରେ ପଢ଼ିବ, ପଢ଼ିକି ଜାଣିବ। ସେଇ ଗୋଟେ କଥା ଏଇଠି ମଧ୍ୟ ଦିଆହେଇଛି ଯେ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ, ତା'ର ନିର୍ଦ୍ଦିଷ୍ଟ ଓଜନ ଥାଏ ଏବଂ ନିର୍ଦ୍ଦିଷ୍ଟ ଆୟତନ ଥାଏ। କିନ୍ତୁ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଓଜନ ରହିଛି କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନାହିଁ କି ନିର୍ଦ୍ଦିଷ୍ଟ ଆୟତନ ମଧ୍ୟ ନାହିଁ ଏବଂ ଗ୍ୟାସୀୟ ପଦାର୍ଥର ମଧ୍ୟ ଠିକ୍ ସେହିପରି ତା'ର ଓଜନ ରହିଛି କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନାହିଁ କିମ୍ବା ନିର୍ଦ୍ଦିଷ୍ଟ ଆୟତନ ନାହିଁ। ତ ପିଲାମାନେ ଏଇ ଯେଉଁ ପରିବର୍ତ୍ତନ କଥା ଆମେ ଜାଣିଲୁ, ପରିବର୍ତ୍ତନ କିଛି ରହିଛି। ଯେମିତି ତୁମର ଗୋଟେ ହେଉଛି ଗଳନ, ଏଇଟା ମଧ୍ୟ ହେଉଛି ଗୋଟେ ପରିବର୍ତ୍ତନ। ଗୋଟେ ହେଉଛି ଦେଖ ଗଳନ, ଗୋଟେ ହେଉଛି ସ୍ଫୁଟନ, ଗୋଟେ ହେଉଛି ବାଷ୍ପୀକରଣ
ଗୋଟେ ହେଉଛି ଘନୀକରଣ, ଶେଷରେ ହେଉଛି ଊର୍ଦ୍ଧ୍ୱପାତନ। ଏଇଗୁଡ଼ା ହେଉଛି ଗୋଟେ ଗୋଟେ ପଦାର୍ଥର ପରିବର୍ତ୍ତନ। ଗଳନ କାହାକୁ କୁହାଯାଏ? ଯେମିତି ଗୋଟିଏ କଠିନ ପଦାର୍ଥ ଆମେ ନେଇଛେ, ସାଧାରଣତଃ ଧରିନିଅ ଗୋଟେ ବରଫର ଆମେ ଉଦାହରଣ ନେବା। ବରଫ ଗୋଟିଏ ହେଉଛି କଠିନ ପଦାର୍ଥ। ସେଇ ବରଫକୁ ଯେତେବେଳେ ଆମେ ତାପ ପ୍ରୟୋଗ କରୁଛେ, ବରଫକୁ ଯେତେବେଳେ ଆମେ ଗରମ କରୁଛେ, ସେ ବାୟୁମଣ୍ଡଳ ତାପରେ ହେଇପାରେ, କିମ୍ବା ଆମେ ନିଆଁରେ ତାକୁ ଆମେ ଯେତେବେଳେ ଗରମ କରିବା, ଯେକୌଣସି ଉପାୟରେ ତାକୁ ଯେତେବେଳେ ଆମେ ଗରମ କରିବା, ସିଏ ଧୀରେ ଧୀରେ ତରଳିବାକୁ ଆରମ୍ଭ କରେ। ଏଇ ତରଳିବାକୁ ଆରମ୍ଭ କରିବା ପାଇଁ ଯେଉଁ ତାପ ଦରକାର, ସେଇ ତାପଟା ହେଉଛି ଗଳନ। ଗଳନାଙ୍କ ତାକୁ କୁହାଯାଏ, ତାକୁ ଗଳନାଙ୍କ କୁହାଯାଏ। ଏବଂ ସେଇ କଠିନ ପଦାର୍ଥରୁ ତରଳିକି ସେ ତରଳ ପଦାର୍ଥକୁ ଆସିବାକୁ ଗଳନ ବୋଲି ଆମେ କହିଥାଉ। ଠିକ୍ ସେହିପରି ଗୋଟିଏ ତରଳ ପଦାର୍ଥକୁ ଯେତେବେଳେ ଆମେ ଅତ୍ୟଧିକ ତାପ ପ୍ରୟୋଗ କରୁ ବା ଜଳକୁ ଯେତେବେଳେ ଆମେ ଗରମ କରିବା, ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସିଏ ଫୁଟିବାକୁ ଆରମ୍ଭ କରେ। ତୁମେ ଦେଖୁଥିବ ଘରେ ମା' ଯେତେବେଳେ ଭାତ ବସାଉଥିବେ, ଚା ତିଆରି କରୁଥିବେ, ଚା ବସାଇବାର କିଛି ସମୟ ପରେ ସେ ଚା ଫୁଟିବାକୁ ଆରମ୍ଭ କରେ। କେତେବେଳେ ଫୁଟିବାକୁ ଆରମ୍ଭ କରେ? ନା ଯେତେବେଳେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସେଇ ତରଳ ପଦାର୍ଥ ପହଞ୍ଚିବ, ଯେଉଁଟାକି ଜଳର ସ୍ଫୁଟନାଙ୍କ ହେଉଛି 100 ଡିଗ୍ରୀ। ଯେତେବେଳେ ଜଳ ଗରମ ହେଇ 100 ଡିଗ୍ରୀ ତାପମାତ୍ରାକୁ ଆସିବ, 100 ଡିଗ୍ରୀ ସେଲସିୟସ୍ ତାପମାତ୍ରାକୁ ଆସିବ, ସେତେବେଳେ ସେ ଫୁଟିବାକୁ ଆରମ୍ଭ କରିବ। ଯେଉଁ ତାପମାତ୍ରାରେ ସେ ଫୁଟିବାକୁ ଆରମ୍ଭ କଲା, ସେଇ ତାପମାତ୍ରାକୁ କୁହାଯାଏ ସ୍ଫୁଟନାଙ୍କ। ଏବଂ ଜଳ ଯେଉଁ ଫୁଟିବାକୁ ଆରମ୍ଭ କଲା, ତାକୁ କୁହାଯାଏ ସ୍ଫୁଟନ। ଠିକ୍ ସେହିପରି ସେଇ ତରଳ ପଦାର୍ଥ ବାଷ୍ପ ହେବାକୁ କୁହାଯାଏ ବାଷ୍ପୀକରଣ। ବାଷ୍ପ କେତେବେଳେ ହୁଏ? ନା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳ ବାଷ୍ପରେ ପରିଣତ ହୋଇଥାଏ। ଯେପରି କୂଅ, ପୋଖରୀ, ତୁମେ ଶୀତ ଦିନେ ଯିବ ଗୋଟେ ପୋଖରୀ ନିକଟକୁ, ଦେଖିବ ଭୋର ସକାଳୁ କେତେ ଜଳ ବାଷ୍ପ ହୋଇକି ଉପରକୁ ଉଠୁଥାଏ। ତ ଏହି ବାଷ୍ପୀକରଣ ପ୍ରକ୍ରିୟାଟି ବାୟୁମଣ୍ଡଳର ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହିଁ ହୋଇଥାଏ। ତୁମ ମା' ଯେତେବେଳେ ତୁମର ଓଦା ଲୁଗାଟିକୁ ଶୁଖାଇ ଦେଉଛନ୍ତି, କିଛି ସମୟ ପରେ ସେ ଲୁଗାଟି ଶୁଖିଯାଉଛି। କିପରି ଶୁଖିଲା? ଏହି ବାଷ୍ପୀକରଣ ପ୍ରକ୍ରିୟାରେ ହିଁ ଜଳ ବାଷ୍ପରେ ପରିଣତ ହୋଇକି ଉପରକୁ ଚାଲିଗଲା ଏବଂ ଲୁଗାଟି ଶୁଖିଗଲା। ତ ଏଇ ହେଉଛି ବାଷ୍ପୀକରଣ ପ୍ରକ୍ରିୟା। ଏବଂ ଏହି ବାଷ୍ପୀକରଣ ପ୍ରକ୍ରିୟା ସବୁବେଳେ ଆମର ଚାଲିଥାଏ। ଠିକ୍ ସେହିପରି ବାଷ୍ପ ଯେତେବେଳେ ଅତ୍ୟଧିକ ଶୀତଳ ହୁଏ, ସେତେବେଳେ ସିଏ ଜମାଟ ବାନ୍ଧିବାକୁ ଆରମ୍ଭ କରେ, ତରଳ ପଦାର୍ଥରେ ପରିଣତ ହେବା ପାଇଁ ଆରମ୍ଭ କରେ। ଏବଂ ସେହି ପ୍ରକ୍ରିୟାକୁ ଘନୀକରଣ କୁହାଯାଏ। ଯେମିତି ପୃଥିବୀରୁ ଜଳ ବାଷ୍ପ ହୋଇକି ଉପରକୁ ଯାଏ, ଉପରେ ଘନୀକରଣ ପ୍ରକ୍ରିୟାରେ ସେ ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୁଏ ଏବଂ ବର୍ଷା ଆକାରରେ ତଳେ ପଡ଼ିଯାଏ। ଏହା ହେଉଛି ଘନୀକରଣ। ଏବଂ ଊର୍ଦ୍ଧ୍ୱପାତନ କଥା ପିଲାମାନେ ତୁମେ ଜାଣିଲ ଯେ ସବୁ କଠିନ ପଦାର୍ଥକୁ ଗରମ କଲେ ତାହା ତରଳ ପଦାର୍ଥରେ ପରିଣତ ହୁଏ। କିନ୍ତୁ କିଛି କଠିନ ପଦାର୍ଥ ଆମ ନିକଟରେ ରହିଛି, ଯେପରି ମୁଁ କହିଲି ତୁମର ନାଫ୍ଥାଲିନ୍ ବା ଗନ୍ଧକର୍ପୂର, ଆୟୋଡ଼ିନ୍ ଇତ୍ୟାଦି। ଏହିସବୁ କଠିନ ପଦାର୍ଥକୁ ଆମେ ଯେତେବେଳେ ଗରମ କରୁ, ସିଏ ତରଳ ପଦାର୍ଥରେ ପରିଣତ ନ ହୋଇ ସିଧାସଳଖ ଗ୍ୟାସୀୟ ପଦାର୍ଥରେ ପରିଣତ ହୁଏ। ଏବଂ ସେଇ ଗ୍ୟାସୀୟ ପଦାର୍ଥକୁ ଥଣ୍ଡା କଲେ ସେ ତରଳ ପଦାର୍ଥରେ ପରିଣତ ନ ହୋଇ ସିଧାସଳଖ କଠିନ ପଦାର୍ଥରେ ପରିଣତ ହୁଏ। ଏହି ପ୍ରକ୍ରିୟାକୁ ଆମେ ଊର୍ଦ୍ଧ୍ୱପାତନ ବୋଲି ସାଧାରଣତଃ କହିଥାଉ। ତ ପିଲାମାନେ, ତୁମେ ନିଶ୍ଚିତ ଭାବରେ ଏହି ପଦାର୍ଥ ବିଷୟରେ ଜାଣିଲ। ପଦାର୍ଥ କେତେ ପ୍ରକାର ତାହା ଜାଣିଲ। ପଦାର୍ଥର ବିଭିନ୍ନ ଯେପରି ଗୁଣ ରହିଛି। ଗୁଣ କହିଲେ ଗୋଟେ ସ୍ଥିର ତାପମାତ୍ରାରେ କଠିନ ପଦାର୍ଥର ଗୋଟେ ଆକାର, ଆକୃତି, ଆୟତନ ସବୁବେଳେ ଅପରିବର୍ତ୍ତିତ ରହେ। ତାର ସବୁବେଳେ ଆକାର, ଆକୃତି, ଆୟତନ କେବେ ହେଲେ ବଦଳେ ନାହିଁ। କିନ୍ତୁ ଗୋଟେ ତରଳ ପଦାର୍ଥର ଆୟତନ ଅପରିବର୍ତ୍ତିତ ରହେ, କିନ୍ତୁ ତାର ଆକାର, ତାର ଆକୃତି ଯେଉଁ ପାତ୍ରରେ ଆମେ ତାକୁ ରଖିବା ସେ ପାତ୍ର ଅନୁସାରେ ହୋଇଯାଏ। ଏଇଟା ହେଉଛି ତରଳ ପଦାର୍ଥର ଗୁଣ। ଠିକ୍ ସେହିପରି ଗ୍ୟାସୀୟ ପଦାର୍ଥର ଗୋଟେ ଗୁଣ କ'ଣ?
ନା ଗ୍ୟାସୀୟ ପଦାର୍ଥର ତାର ଆକାର, ଆୟତନ, ଆକୃତି ଯେଉଁ ପାତ୍ରରେ ଆମେ ରଖିବା ସେଇ ପାତ୍ର ଭଳିଆ ହେଇଯାଏ। ଏବଂ ଆଉ ଗୋଟିଏ ତାର ଗୁଣ ରହୁଛି, ତାର ଆୟତନ ହେଉ ଆକୃତି ହେଉ ପାତ୍ର ଅନୁସାରେ ସବୁବେଳେ ସେ ବଦଳୁଥାଏ। ଏବଂ ତରଳ ପଦାର୍ଥ ରଖିବା ପାଇଁ ଆମେ ପାତ୍ରକୁ ଆବଶ୍ୟକ କରିଥାଉ। ମନେ ରଖ, କୌଣସି ଜିନିଷ ଗୋଟେ ଧାରକ ପାତ୍ରକୁ ନ ରଖି ଆଣିଲା ପର୍ଯ୍ୟନ୍ତ ଆମେ ତରଳ ପଦାର୍ଥକୁ କିମ୍ବା ଗ୍ୟାସୀୟ ପଦାର୍ଥକୁ ଆମେ ରଖିପାରିବା ନାହିଁ। ତରଳ ପଦାର୍ଥକୁ ଯଦି ଆମେ କୌଣସି ଧାରକ ପାତ୍ରରେ ରଖିବା ନାହିଁ, ସେବେ ତଳ ଆଡ଼କୁ ନିମ୍ନ ଆଡ଼କୁ ସେ ବୋହି ଚାଲିବ। ହେଲା, ଏଇସବୁ ବିଷୟ ତୁମେ ଜାଣିଲ। ତାପରେ ହେଉଛି ଅନ୍ତରୂପାନ୍ତର, ଯେପରି କଠିନ ପଦାର୍ଥକୁ ଗରମ କଲେ ତାହା ତରଳ ପଦାର୍ଥରେ ପରିଣତ ହୁଏ ଏବଂ ତରଳ ପଦାର୍ଥକୁ ଗରମ କଲେ ତାହା ଗ୍ୟାସୀୟ ପଦାର୍ଥରେ ପରିଣତ ହୁଏ। ପୁଣି ତା'ର ଓଲଟିଆ ହେଉଛି ଗ୍ୟାସୀୟ ପଦାର୍ଥକୁ ଅତ୍ୟଧିକ ଥଣ୍ଡା କଲେ ତାହା ତରଳ ପଦାର୍ଥରେ ପରିଣତ ହେବ। ପୁଣି ସେହି ତରଳ ପଦାର୍ଥକୁ ଅତ୍ୟଧିକ ଥଣ୍ଡା କଲେ ତାହା ପୁଣି କଠିନ ପଦାର୍ଥରେ ପରିଣତ ହେବ। ତା ଛଡ଼ା ତୁମେ ଗଳନ କ'ଣ ତାହା ଜାଣିଲ, ସ୍ଫୁଟନ କ'ଣ ତାହା ଜାଣିଲ, ବାଷ୍ପୀକରଣ କ'ଣ ତାହା ଜାଣିଲ, ଘନୀକରଣ ପ୍ରକ୍ରିୟା କ'ଣ ତାହା ଜାଣିଲ ଏବଂ ଶେଷରେ ଊର୍ଦ୍ଧ୍ୱପାତନ କ'ଣ ତାହା ମଧ୍ୟ ଜାଣିଲ ପିଲା। ତେଣୁ ତୁମର ବିଜ୍ଞାନ ବହିର ପ୍ରଥମ ବିଷୟ ଯେଉଁ ପଦାର୍ଥ ରହିଛି ସେ ପଦାର୍ଥକୁ ଭଲ ଭାବରେ ପଢ଼ିବ ଏବଂ ନିଶ୍ଚିତ ମୋ ଭିଡ଼ିଓକୁ ଦେଖିବ, ତାକୁ ଅନ୍ୟ ପିଲାମାନଙ୍କୁ ଦେଖେଇବ ଏବଂ ମୋର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି ତିମିର ପଣ୍ଡା ଲାଇକ୍ସ ୟୁ, ତାକୁ ସବସ୍କ୍ରାଇବ୍ କରିବ ଏବଂ ଦେଖିବ। ସେହି ଭିଡ଼ିଓକୁ ବାରମ୍ବାର ତୁମେ ଦେଖିବାରେ ସକ୍ଷମ ହେବ। ତୁମ ଭିଡ଼ିଓ ସହିତ ତୁମ ବହିକୁ ମଧ୍ୟ ତୁମେ ମିଳେଇ ପଢ଼ିବା ପାଇଁ ଚେଷ୍ଟା କର ପିଲା। ଆଜି ପାଇଁ ଏତିକି, ଧନ୍ୟବାଦ।